এই দুইজনକୁ ଦବା ପାଇଁ 7 ଲକ୍ଷ ଟଙ୍କା ଦଉନି। এই দুইজনକୁ ଦବା ପାଇଁ ଆଜି ମୋ ପାଖରେ 7ଟା ଟଙ୍କା ବି ନାହିଁ। କଣ କହିଲ ତମେ? ଲୋକେ ଚାକିରି କରି ରିଟାୟାର ହେଲା ବେଳକୁ କେତେ ନାହିଁ କେତେ ଟଙ୍କା ପାଉଛନ୍ତି। ଆଉ ତମେ କହୁଛ ତମ ପାଖରେ ଟଙ୍କା ନାହିଁ? ଆରେ ସେମାନେ ସମସ୍ତେ ସରକାରୀ ଚାକିରିଆ, ହେଲେ ମୁଁ ପୁରା ଜଣେ ବ୍ଲକ ଗ୍ରାଣ୍ଟ ଟିଚର। ନା ଅଛି ମୋର ପେନସନ, ନା ଅଛି ମୋର ଗ୍ରାଚୁଇଟି, ନା ରିଟାୟାରମେଣ୍ଟ ବେନିଫିଟ ବୋଲି ମୋର କିଛି ଅଛି ନାହିଁ। ଜାଣ କି ନାହିଁ ନାହିଁ ବୋଲି ମୋର କିଛି ନାହିଁ। ନାଇଁ ତମେ ମୋତେ ମିଛ କହୁଛ। ଲୋକେ ଚାକିରି କରି ରିଟାୟାର ହେଲା ବେଳେ 25-30 ଲକ୍ଷ ଟଙ୍କା ପାଉଛନ୍ତି। ତମେ ଦୀର୍ଘ 30 ବର୍ଷ ଚାକିରି କଲ, ତମକୁ କିଛି ବି ମିଳିଲାନି। ନାଇଁ ନାଇଁ ତମେ ମୋତେ ମିଛ କହୁଛ। ମୋ ମନ କହୁଛି ତମେ ନିଶ୍ଚୟ ମୋତେ କିଛି ଲୁଚାଉଛ। ଲୁଚାଇବେନି କେମିତି? ଟଙ୍କାଟା ଯେତେବେଳେ ଆମମାନଙ୍କୁ ଦବାକୁ ପଡିବ ସେଥିପାଇଁ ସେ କଥାକୁ ଲୁଚାଉଛନ୍ତି। ମୋତେ ଟଙ୍କା ଦେବା ପାଇଁ ଯଦି ଆପଣଙ୍କର ଇଚ୍ଛା ନାହିଁ ତାହେଲେ ସମସ୍ତଙ୍କୁ ମନା କରିଦିଅନ୍ତୁ। ଏମିତି ବାହାନା କରିବା କ'ଣ ଦରକାର? ଆରେ ତମେ ଦି ଜଣ ମୋ ବାପା ପଡ଼ିଆକୁ ସନ୍ଦେହ କରୁଛ, ଅବିଶ୍ୱାସ କରୁଛ ମୋତେ। ଠିକ ଅଛି, ଆଜି ତମ ଦି ଜଣଙ୍କୁ ମୁଁ ମୋର ଶେଷ ପ୍ରମାଣ ଦଉଛି। ଜାଣ କି ମୁଁ ତମକୁ ବହୁତ ଭଲ ପାଏ ନା, ଏମିତିକି ମୋ ନିଜ ଜୀବନ ଠାରୁ ବି ଅଧିକ। ଆଜି ଯେତେବେଳେ ମୋ ପିଲାମାନେ ମୋ ବାପା ପଡ଼ିଆକୁ ସନ୍ଦେହ କରୁଛନ୍ତି, ଅବିଶ୍ୱାସ କରୁଛନ୍ତି, ମୁଁ ଆଜି ତମ ମୁଣ୍ଡ ଉପରେ ହାତ ରଖି ପ୍ରମାଣ କରିବା ପାଇଁ ଚାହେଁ ମୁଁ ଯାହା କହୁଛି ସବୁ ସତ କହୁଛି। କୁହ ଜାଣ କି ଏ ପ୍ରମାଣ କରିବାରେ ତମେ କ'ଣ ମୋତେ ସାହାଯ୍ୟ କରିବନି? ତମ ଚାକିରି ଚାଲିଗଲାନି ଯେ ଏମାନେ ସମସ୍ତେ ତମ ପାଖରୁ ବଡ଼ ହେଇଗଲେ, ଦୂରେଇ ଗଲେ ସମସ୍ତେ ତମ ପାଖରୁ। ଦୁଃଖ ତ ଆମ ଭାଗ୍ୟରେ ଲେଖା ଅଛି। ତଥାପି ତମେ ଯେତେବେଳେ କହୁଛ ଆସ ମୋ ମୁଣ୍ଡ ଉପରେ ହାତ ରଖି ତମେ ତମ ମନକୁ ବୁଝେଇ ଦିଅ, ବୁଝେଇ ଦିଅ ତମେ ତମ ମନକୁ। ଆରେ ତମର ଜଣନ୍ତୁ, ମୁଁ ତମ ଦି ଜଣ କଥା ଦଉଛି 7 ଲକ୍ଷ ଟଙ୍କା ମୁଁ ତମ ଦି ଜଣ ଦଉଛି। ତମର ଖୁସି ତ? ଖୁସି ହବୁ। ଆଗ ଟଙ୍କା ଦେ, ତାପରେ ଆମେ ଖୁସି ହବୁ। ଆରେ ଉଠି ତ ଭାଇଟାକୁ ତ ଅବିଶ୍ୱାସ କରୁଛୁ। ଆଚ୍ଛା କହିଲୁ ତୁ ଯେତେବେଳେ ଦାମାନ ତୋର ଭାଇଟା ତ ଜାଣି ସେମାନେ 2ଟା ଟଙ୍କା ଭାଇ ତୁ ବାପା ବୋଉଙ୍କ ମନରେ କଷ୍ଟ ଦଉଛୁ। ବାପା ବୋଉଙ୍କ ମନରେ କଷ୍ଟ ଦେବା ମହାପାପ। ଯା ବାବା ମୁଁ ଭୁଲ ନାହିଁ। ଭୁଲ ଲାଗିବ ବାପା ବୋଉ ମୋର ଭୁଲ ହେଇଯାଇଛି। ପଡ଼ିଛି ତୁ ଆଜିକାଲି କରୁଛୁ। ଭୁଲ ହେଇଛି, ମୋ ମୁଣ୍ଡ ଟିକେ ବୁଲେଇ ଦେଲା ତ ସେଇଥିପାଇଁ ବାନ୍ତି ହେଇଗଲା। ସେମିତି କହୁଛୁ ପୁଣି ବାନ୍ତି କରୁଛୁ। ଚାଲ ମେଡ଼ିକାଲ ଯିବା କାହିଁକି? ଓହୋ ମୁଁ ବା କହିଲି ମୋର କିଛି ହେଇନି, ମୁଁ ମେଡ଼ିକାଲ ଯିବି କାହିଁକି? କିଛି ଆମ ସାମনে ଦୁଇଥର ବାକି କଲୁ, ମୁଁ ମେଡ଼ିକାଲ ଯିବା କହିଲି ମନା କରୁଛୁ। କ'ଣ ହେଇଛି ତାର କାରଣ କ'ଣ? ଓହୋ ଭାଇ ଥରେ ତ କହିଲି ମୋ ମୁଣ୍ଡ ବୁଲେଇ ଦେଲା ସେଥିପାଇଁ ବାନ୍ତି ହେଇଗଲା। ଏଇଟା କାରଣ ପୁଣି କ'ଣ ଥିଲା? କାରଣଟା ସେମାନେ କହିବେନି, କହିବୁ ତୁ। କହ, ଏ ଅସମୟରେ କ'ଣ ପାଇଁ ବାନ୍ତି କରୁଛୁ ତୁ? ଓହୋ ବୋଉ ମଣିଷଙ୍କର କ'ଣ ବାନ୍ତି ହୁଏନି? ସେମିତି ମୋର ବାନ୍ତି ହେଲା। ଏଇଟା କାରଣ ପୁଣି କ'ଣ ଥିଲା? ସତ କହ, କାହା ରକ୍ତକୁ ତୁ ଗର୍ଭରେ ଧରିଛୁ? ବୋଉ ତୋ ମୁଣ୍ଡ ଖରାପ ହେଇଗଲାଣି ନା କ'ଣ? ମୁଁ କ'ଣ ପାଇଁ କାହାକୁ ଗର୍ଭରେ ଧରିବି? ଲୋରା, ମୁଁ ହଉଛି ଗୋଟେ ମା। 3 ଛୁଆକୁ ଗର୍ଭରେ ଧରି ମୁଁ ଜନ୍ମ ଦେଇଛି। ମୁଁ ଜାଣିପାରିବି ତୁ କ'ଣ ପାଇଁ ବାନ୍ତି କରୁଛୁ? କହ, ମୁଁ ଯାହା ପଚାରୁଛି ସତ ନା ମିଛ? ମିଛ ମିଛ ସମ୍ପୂର୍ଣ୍ଣ ମିଛ। ଏତେ ତୋର ପାଟି କ'ଣ ନା? ଚୁପଚାପ କହ, ମୁଁ ଯାହା ପଚାରିଲେ ମୋତେ ସତ ମିଛ। ମିଛ ହଁ ମିଛ। ମୁଁ ସତ କହୁଛି ଲୋ ଭାଇ, ବୋଉ ଯାହା କହୁଛି ସେ କଥା ସତ। ଏମିତି କାମ କରିବା ପାଇଁ ତୁ ସାହସ କଲୁ କେମିତି? ମାରିଦେବି ଯା ଗୋଟିଏ ଚିନ୍ତା କରିକି ଫେରି ଆସିବ। ତାର କେମିତି ସମାଧାନ ହେବ ସେଇଟା ଚିନ୍ତା କରିବା। ନାଇଁ, ଆଜି ଏଟାକୁ ମାରୁ ମାରୁ ମାରିଦେବି। ମୋ ବଂଶରେ କଳଙ୍କ ଲଗେଇବା ପାଇଁ ତୁ ସାହସ କଲୁ? ମରିଯିବ। ମରିଯାଉ, ମରିଯାଉ। ତୁମେ ଭିତରେ ଗାଁ ଲୋକ ସମସ୍ତେ କଥା ଜାଣିବେ। ତାପରେ ଆମେ ଗାଁ ଦାଣ୍ଡରେ ମୁଣ୍ଡ ଟିକେ ବାଟ ଚାଲିପାରିବେ। ଏଇଟା ବି ଆମ
मान सम्मान आज माटी ना विश्व करा हमें उनको की बात तो चली पड़ी बाकी तो बेटा मंच का बहुत अरे वही लोग पानी के भी भेली अच्छे नहीं रे बेटा मोर गोटे भूल कर देछि सेटे जाले ने से आम भौणी ता भलो मत बुझवा लाग तो होछि हमर आई पई नहीं तो भाई तो लोग तो दूर কথা পুরা পড়তা মুখ को চাইলে ইচ্ছা होती मोली कोनो ने तो अलग थोड़ी आठ अरे उन्हें इसे का बोल चिल्ला